ପ୍ରିୟାତ୍ମନ୍ ଖୁଦାଙ୍କର ନାମରେ ମୁସଲମାନମାନେ ଯେଉଁ ହତ୍ୟା କରିଥିଲେ ତାହା ଦେଖି ଜୟ ଜଗଦମ୍ବେ କହି ଭାରତୀୟ ବି ନିଜର ନିରୀହ ପ୍ରାଣୀମାନଙ୍କର ବେକ କାଟିବାକୁ ଲାଗିଲେ। ଯଦି ପ୍ରକୃତରେ ଏହି ଦେବୀ ଜଗତ ସାରାର ମାତା ହୋଇଥାନ୍ତା ଓ ସଂସାରର ସମସ୍ତ ପ୍ରାଣୀ ସତରେ ତାର ପୁତ୍ର ହୋଇଥାନ୍ତେ, ଜଗଦମ୍ବା ନାମରେ ତଲବାର ଚଳାଉଥିବା ଘାତକମାନଙ୍କୁ ନିଶ୍ଚୟ ବିରୋଧ କରିଥାନ୍ତେ। ଯଦି ପ୍ରକୃତରେ ମହାବୀର ହନୁମାନ ଥାନ୍ତେ ତ ହିନ୍ଦୁମାନଙ୍କର ହତ୍ୟାକାରୀଙ୍କୁ ହତ୍ୟା କରିବା ପୂର୍ବରୁ ନିଜର ଲାଙ୍ଗୁଡ଼ରେ ବାନ୍ଧି ସେହିଠାରେ କଚାଡ଼ି ଦିଅନ୍ତେ ଓ ପୋଡ଼ି ଦିଅନ୍ତେ ମଧ୍ୟ। ଯଦି ସତରେ ଗଣେଶ ଥାନ୍ତେ, ହିନ୍ଦୁଙ୍କ କାର୍ଯ୍ୟରେ ଶ୍ରୀ ଗଣେଶାୟ ନମଃ କହିବା ପରେ ମଧ୍ୟ ଏତେ ବିଘ୍ନ ହୁଅନ୍ତା ନାହିଁ। ସବୁ ମତବାଦ, ଦେବୀ ଦେବତା ଓ ଈଶ୍ୱର କେବଳ ମିଥ୍ୟା କଳ୍ପନା ମାତ୍ର ଅଟେ। ଏହା ହିଁ ଶିବକୁମାର ଶାସ୍ତ୍ରୀଜୀ ମହାରାଜଙ୍କର ମତାମତ। ଆପଣମାନେ ଏହା ନିଜର ମନକୁ ଏବଂ ବିଚାରକୁ ଏବଂ ବୁଦ୍ଧିକୁ ପଚାରି ନିଜେ ନିଜେ ସକ୍ରିୟ ହୁଅନ୍ତୁ। ସପ୍ରେମ ଜୟ ଜୀ।